ଆପଣମାନେ ଶୁଣୁଛନ୍ତି ରେଡ଼ିଓ କୋରାପୁଟ। ଶୁଭ ସନ୍ଧ୍ୟା ବନ୍ଧୁଗଣ। ଆସନ୍ତାକାଲି ଅର୍ଥାତ୍ ଜୁଲାଇ ମାସର 4 ତାରିଖ ସକାଳ 10:30 ସମୟରେ କୋରାପୁଟର ଏକ୍ସବୁଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ପିଲାଙ୍କ ପାଇଁ କୋରାପୁଟ ବ୍ଲକ ସ୍ତରୀୟ ପ୍ରବନ୍ଧ ଲିଖନ, ସାଧାରଣ ଜ୍ଞାନ ଓ କବିତା ଆବୃତ୍ତିର ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଏଥିରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାମାନେ କନିଷ୍ଠ ଦଳ ଏବଂ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ପିଲାମାନେ ବରିଷ୍ଠ ଦଳରେ ପ୍ରତିଯୋଗୀ ହେବେ। ଏହି ପ୍ରତିଯୋଗିତାଗୁଡ଼ିକ ଓଡ଼ିଆ ଭାଷାରେ ହେବ। କୋରାପୁଟ ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ପିଲା ଏଥିରେ ଯୋଗ ଦେଇପାରିବେ। ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଜିଲ୍ଲା ସ୍ତରରେ ଅଂଶଗ୍ରହଣ କରିବେ ଏବଂ ଜିଲ୍ଲା ସ୍ତରରେ ଯେଉଁମାନେ ପ୍ରଥମ ସ୍ଥାନ ଅଧିକାର କରିବେ ସେମାନଙ୍କୁ ରାଜ୍ୟ ସ୍ତରକୁ ଚୟନ କରାଯିବ ବୋଲି ସୂଚନା ମିଳିଛି। ତେଣୁ ଯଦି ଆପଣଙ୍କର ବିଦ୍ୟାଳୟର ପିଲାମାନେ ଏ ନେଇ ଇଚ୍ଛୁକ ଅଛନ୍ତି ତେବେ ନିଶ୍ଚିତ ଭାବରେ ସେମାନେ ଆସନ୍ତାକାଲି କୋରାପୁଟର ଏକ୍ସବୁଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 10:30 ସମୟରେ ପହଞ୍ଚିବା ବୋଲି ସୂଚନା ଦିଆଯାଇଛି। ଆଶା କରୁଛୁ ଯେ ଏକ ସୁସ୍ଥ ବାତାବରଣ ମଧ୍ୟରେ ପିଲାମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏହି ଆଶାର ସହିତ ରହୁଛି ମୁଁ CH ଶାନ୍ତାକାର। ନମସ୍କାର।